ସେଦିନ ରାତିରେ ସରୋଜଙ୍କ ଆଖିରେ ଏକ ଅଜବ ଚମକ ଥିଲା। ସେଥିରେ ଖୁସି କମ୍ ଆଉ ଅହଙ୍କାର ଅଧିକ ଥିଲା। ସାରା ଗାଁରେ କେବଳ ତାଙ୍କର ବାହାଘର ଚର୍ଚ୍ଚା। କାରଣ ସରୋଜ ଜଣେ ଧନୀ ନଥିଲେ, ବରଂ ନିଜକୁ ଅନ୍ୟମାନଙ୍କ ଠାରୁ ବହୁତ ଶ୍ରେଷ୍ଠ ବୋଲି ଭାବୁଥିଲେ। ସେ ଯେଉଁ କନ୍ୟାକୁ ଅପେକ୍ଷା କରିଥିଲେ ତାଙ୍କ ନାମ ଥିଲା ଦେବଶ୍ରୀ। ନା ଯେମିତି ରୂପ ସେମିତି, ଗୋରା ରଙ୍ଗ ଏବଂ ଅପରୂପ ସୌନ୍ଦର୍ଯ୍ୟ, ଯାହାକୁ ଦେଖିଲେ ଲୋକେ କହୁଥିଲେ ସତ ଯେମିତି ସ୍ୱର୍ଗରୁ ଅପ୍ସରା ଫେରି ଆସିଛି। ମାସ ମାସ ଧରି ଏହି ପ୍ରସ୍ତାବ ପଡ଼ିଥିଲା ଏବଂ ସରୋଜଙ୍କ ସ୍ୱପ୍ନରେ ସେହି ଚେହେରା ହିଁ ଘୁରି ବୁଲୁଥିଲା। ଆଉ ମନେ ମନେ ଭାବୁଥିଲେ, ସତରେ ମୁଁ କେଡ଼େ ଭାଗ୍ୟବାନ। ବହୁ ଜାକ ଜମକରେ ବାହାଘର ହେଲା। ଆଲୋକମାଳା, ବାଜା ରୋଷଣୀ ଆଉ ଶହ ଶହ ଅତିଥି ମଧ୍ୟ ଥିଲେ। ସମସ୍ତେ କହୁଥିଲେ ସରୋଜଙ୍କ ଭାଗ୍ୟ ବଦଳିଗଲା, ସରୋଜଙ୍କ ଭାଗ୍ୟ ଖୋଲିଗଲା। କିନ୍ତୁ ସେହି ରାତିରେ ଭାଗ୍ୟ ଏମିତି ମୋଡ଼ ନେଲା ଯେ ଯାହା ସରୋଜଙ୍କ ଆତ୍ମା ପର୍ଯ୍ୟନ୍ତ ଥରିଗଲା। ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚୟ ଗୋଟିଏ ଲେଖାଏଁ କମେଣ୍ଟ ମଧ୍ୟ କରିଦିଅନ୍ତୁ। ଫୁଲର ବାସନାରେ ପୁରା କୋଠରୀ ମହକୁଥିଲା। ଅଳ୍ପ ଆଲୋକରେ ନବବଧୂ ପଲଙ୍କ ଉପରେ ବସିଥିଲେ। ପୁରା ଶରୀର ଘୋଡ଼େଇ ହୋଇଥିଲା ଆଉ ମୁହଁରେ ଲମ୍ବା ଓଢ଼ଣୀ। ସରୋଜ ବହୁତ ଉତ୍ସାହର ସହିତ ଆଗକୁ ବଢ଼ିଲେ ଏବଂ ଅତି କୋମଳ ସ୍ୱରରେ କହିଲେ, ଶେଷରେ ତୁମେ ମୋର ହେଲ ଦେବଶ୍ରୀ। ସେ ଯେମିତି ଓଢ଼ଣୀ ଟେକିଛନ୍ତି, ତାଙ୍କ ନିଶ୍ୱାସ ଛାତିରେ ଅଟକି ଗଲା। ହୃଦୟ ଯେମିତି ନିଶ୍ୱାସ ବନ୍ଦ ହୋଇଗଲା। ସମୟ କିଛି ସମୟ ପାଇଁ ଅଟକି ଗଲା। ସାମ୍ନାରେ ଯେଉଁ ଚେହେରା ଥିଲା ତାହା ଦେବଶ୍ରୀଙ୍କର ନଥିଲା। ସେହି ମୁହଁଟି ଥିଲା ଅତି ଗଭୀର କଳା ରଙ୍ଗର। ଏତେ କଳା ଥିଲା ଯେ ଦୀପର ଆଲୋକ ବି ସେଠାରେ ଫିକା ପଡ଼ିଯାଉଥିଲା। କୌଣସି ଗୋରାପଣ ନଥିଲା କି ଉଜ୍ଜ୍ୱଳତା ନଥିଲା। ପୁରା ଚେହେରା ଅନ୍ଧକାରରେ ବୁଡ଼ି ରହିଥିଲା। ଆଖିରେ ଭୟ, ଓଠ ଥରୁଥିଲା। ସରୋଜଙ୍କ ଦୁଇ ପାଦ ପଛକୁ ହଟିଗଲା, ସତେ ଯେମିତି କିଏ ତାଙ୍କ ଛାତିରେ ହାତୁଡ଼ି ମାରିଦେଲା। ତାଙ୍କ ସ୍ୱର କ୍ରୋଧରେ ଫାଟି ପଡ଼ିଲା, ତୁମେ କିଏ? ଝିଅଟି ମୁଣ୍ଡ ନୁଆଇଁ ଥର ଥର କଣ୍ଠରେ କହିଲା, ମୁଁ 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 ସୁନିତା। ସରୋଜଙ୍କ ରକ୍ତ ଗରମ ହୋଇଗଲା। ଦେବଶ୍ରୀ କୁଆଡ଼େ ଗଲା? ମୁଁ ତ ତାକୁ ହିଁ ବାହା ହେଉଥିଲି। ଏ କି ପ୍ରକାର ଥଟ୍ଟା ମଜା? ସୁନିତାଙ୍କ ଆଖିରୁ ଲୁହ ଧାର ଧାର ବୋହିଗଲା। ସେ କହିଲେ, ମୁଁ ଦେବଶ୍ରୀଙ୍କର ବଡ଼ ଭଉଣୀ। ସରୋଜ ପରିହାସ କରି କହିଲେ, ଭଉଣୀ? ଏହା ତ ଛଳନା, ପୁରାପୁରି ପ୍ରତାରଣା। ସୁନିତା କାନ୍ଦି କାନ୍ଦି କହିଲେ, ଧୋକା କେବଳ ଆପଣଙ୍କୁ ମିଳିନି, ମତେ ବି ମିଳିଛି। ସରୋଜ ଚିତ୍କାର କଲେ, ସଫା ସଫା କୁହ। ଯେତେବେଳେ ସୁନିତା କାନ୍ଦି କାନ୍ଦି ସତ କହିଲା ଦେବଶ୍ରୀ ଜଣେ ଗରିବ ପୁଅକୁ ଭଲ ପାଉଥିଲା, ଏପଟେ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲା ଏହି ପୁଅଟି। ଯେତେବେଳେ ସରୋଜ ଟଙ୍କା ପଇସା ପ୍ରତି ପ୍ରସ୍ତାବ ନେଇ ଆସିଥିଲା, ଦେବଶ୍ରୀ ବାପାଙ୍କୁ ଏକ ଅସହାୟ ପରି ଲାଗିଥିଲା। ଦେବଶ୍ରୀ ମନା କରିଥିଲା, ବହୁତ କାନ୍ଦିଥିଲା, କହିଲା ନା, ମୁଁ ସେଇଠି ବାହା ହେବି ନାହିଁ। ଶେଷରେ ବାହାଘର ଗୋଟିଏ ରାତି ପୂର୍ବରୁ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିଲା ଦେବଶ୍ରୀ। ଏକ ଚିଠି ଛାଡ଼ି ଦେଇଥିଲା, ସେ କେବେ ବି ଫେରିବ ନାହିଁ। ଏପଟେ ବାପା ମା ଲଜ୍ଜା ସହି ନ ପାରି ମତେ ବାହା ଦେଲେ ତମ ସହିତ, ଏମିତି କହିଲା ସୁନିତା, ଯେ କି ଦେବଶ୍ରୀର ବଡ଼ ଭଉଣୀ। ସରୋଜକୁ ଲାଗିଲା ଯେମିତି ତାଙ୍କ ସମ୍ମାନ ପୁରା ତଳେ ପଡ଼ିଗଲା। କାହାକୁ କିଛି କହିଲେ ନାହିଁ। ରାଗରେ ତମତମ। ସେ ରାଗରେ ପଚାରିଲେ, ଆଉ ତୁମେ ଏଠାରେ କାହିଁକି ବସାଯାଇଛି? ସୁନିତା ମୁଣ୍ଡ ନୁଆଇଁ କହିଲା, କାରଣ ମୁଁ କଳା, ମୋ ମୁହଁ କଳା। ବାପା କହୁଥିଲେ ଏମିତି ଝିଅକୁ କିଏ ଆପଣାଇବ? ସେ କହିଲେ, ଯଦି ଏଠାରେ ନ ବସିବୁ ତେବେ ମୁଁ ଘରୁ ମରିକି ବାହାରିବି। ଏମିତି ମଧ୍ୟ ବାପା ମତେ କହିଲେ। ତେଣୁ ବାଧ୍ୟ ହୋଇକି ମୁଁ ବେଦିରେ ବସିଲି। ଯଦି ଆପଣ ମତେ ଫେରାଇ ଦେବେ, ସେମାନେ ମତେ ମାରିଦେବେ। ମୋ ସମ୍ମାନ ରକ୍ଷା କରନ୍ତୁ କହି ଗୋଡ଼ ତଳେ ପଡ଼ିଗଲା ସୁନିତା। ମୁଁ ସ୍ତ୍ରୀ ନୁହେଁ, ମୁଁ ଚାକରାଣୀ ପରି ରହିବି। ଆପଣ ଯାହା କହିବେ ମୁଁ ସେୟା କରିବି। ଖାଲି ରହିବା ପାଇଁ ମତେ ଏଇଠି ଜାଗାଟିଏ ଦିଅନ୍ତୁ। କୋଠରୀରେ ଗଭୀର ନିସ୍ତବ୍ଧତା ଖେଳିଗଲା। ସରୋଜ ବହୁ ସମୟ ପାଇଁ ଚୁପ୍ ରହିଲେ ଏବଂ ସେହି କଳା ଚେହେରାକୁ ଚାହିଁ ରହିଲେ, ଯାହାକୁ ସେ ସହ୍ୟ କରିପାରୁନଥିଲେ। ସେ ତ ପ୍ରଥମ ସୁନ୍ଦର ଗୋରା ସ୍ତ୍ରୀ ଚାହୁଁଥିଲେ, କିନ୍ତୁ ଏଭଳି ତାଙ୍କ ଜୀବନ ହୋଇଗଲା ସେ କେବେ ବି ଭାବିନଥିଲେ। ଆଜି ରାତିରେ ତୁମେ ଏହି କୋଠରୀରେ ବାହାରକୁ ଯିବ ନାହିଁ, ବାସ୍। କିନ୍ତୁ ଏତିକି ମନେ ରଖ, ମୁଁ ଗାଁରେ ମଜାକ ଚାହେଁ ନାହିଁ। ମୋ ସ୍ତ୍ରୀ ବୋଲି ସତ, କିନ୍ତୁ କେବେ ବି
ମୋ ସ୍ତ୍ରୀ ହୋଇପାରିବ ନାହିଁ ତୁମେ। ଗାଁ ଲୋକଙ୍କ ସାହି ପଡିଶା ଆଗରେ ତମେ ମୋ ସ୍ତ୍ରୀ, କିନ୍ତୁ ତମ ରୂପ କେହି ଦେଖିବେ ନାହିଁ, ତୁମେ ଜଣେ କଳା ବେଲିକି। ବା ସରୋଜ ଏମିତି କହିଦେଇ ଚାଲିଗଲା। ସକାଳ ହେବା ମାତ୍ରେ ସରୋଜଙ୍କ ମା ସୁଲୋଚନା ଦେବୀ ଭିତରକୁ ଆସିଲେ। ତୀକ୍ଷ୍ଣ ନଜରରେ ସବୁ ଧରା ପଡିଗଲା। ସେ ଘୃଣାର ସହିତ ପଚାରିଲେ, ଆରେ ଏ ତ ଦେବଶ୍ରୀ ନୁହେଁ? ସରୋଜ, ସରୋଜ କୁଆଡେ ଗଲୁ? ସରୋଜ କୌଣସି ଦ୍ୱିଧା ନ କରି କହିଲେ, ଜାଣି ଶୁଣି ସୁନିତାକୁ ବାଛିଛି, କାରଣ ସେ ବୁଦ୍ଧିମତୀ। ସରୋଜ ନିଜେ କହିଲେ ଯେ ମୁଁ ଦେବଶ୍ରୀ କି ନ ହୋଇକି ମୁଁ ସୁନିତାକୁ ବାଛିଛି। ସିଏ ଜଣେ ବୁଦ୍ଧିମତୀ ଚାଲାକ ପିଲା। ସୁଲୋଚନା ଦେବୀ ଚୁପଚାପ ବାହାରକୁ ଚାଲିଗଲେ। ଯେହେତୁ ପୁଅ ପସନ୍ଦ କରିଛି, ସେ ସମୟରେ ଆଉ କିଛି କହିଲେ ନାହିଁ ସରୋଜଙ୍କ ମା, ଯେ କି ସୁଲୋଚନା ଦେବୀ। ସୁନିତାଙ୍କୁ କହିଲେ, ଏହି ଘରେ ରହିବ ସତ, କିନ୍ତୁ ମନେ ରଖ ତୁମ ସ୍ଥାନ ମୋ ହୃଦୟରେ କେବେ ବି ରହିବନି। ତୁମ ସ୍ଥାନ ଏଇ ପାଦ ତଳେ। ତମେ ଦାସୀ। ସୁନିତା ସେଠି ଛିଡା ହୋଇ ରହିଲା, ଆଖିରେ ଲୁହ, ମନରେ ଭୟ। ସେ ବୁଝି ସାରିଥିଲା ଯେ ତାଙ୍କର ବାହାଘର ହୋଇନି, ବରଂ ତାଙ୍କର ସଜା ଏବେଠୁ ଆରମ୍ଭ ହେଲା। ଏବେଠୁ ତାଙ୍କ ଜୀବନ ପୁରା ବଦଳି ଗଲା। ସକାଳ ହେବା ମାତ୍ରେ ସୁନିତାଙ୍କ ନିଦ ଭାଙ୍ଗିଗଲା। ସେଇ କୋଠରୀରେ ସାରା ରାତି ଛିଡା ହୋଇ ରହିଥିଲେ, କାରଣ ସରୋଜ ତାଙ୍କୁ ପଲଙ୍କରେ ବସିବାକୁ ମଧ୍ୟ ଅନୁମତି ଦେଇନଥିଲେ। ବାହାରୁ ବାସନ କୁସନ ଶବ୍ଦ ଶୁଭିଲା। ସୁଲୋଚନା ଦେବୀ କୋଠରୀ ସ୍ୱରରେ କହିଲେ, ଏ କାଳି ଝିଅ, ଏ କାଳି ଉଠ। ସୁନିତା ଚମକି ପଡିଲା, କାହିଁକି ନା ସୁନିତା ସେ ଏରୁଣ୍ଡି ବନ୍ଧରେ ଟିକେ ଆଉଜିକି ନିଦ ଲାଗିଯାଇଛି। ଏହା ଥିଲା ତାଙ୍କର ପ୍ରଥମ ଦିନ। ସୁଲୋଚନା ଦେବୀ ତାଙ୍କୁ ଘୃଣାରେ ଚାହିଁ କହିଲେ, ଭଗବାନ ଜାଣନ୍ତି ଆମ ଘରକୁ କେଉଁ ଅଲକ୍ଷଣୀଟା ଆସିଲା। ତାପରେ ସେ ତାଙ୍କ ଆଡକୁ ଝାଡୁଟା ଫିଙ୍ଗି ଦେଇ କହିଲେ, ଯା ଅଗଣା ସଫା କର। ଅଗଣା ସଫା କଲା ପରେ ବାସନ ମାଜିବୁ। ବାସନ ମାଜି ପାରିଲା ପରେ ସଫା କରିବୁ। ଲୁଗା ସଫା ସବୁ ତୁ କରିବୁ। ଆଜିଠୁ ତୋ କାମ ଏଇଆ। ବାସ୍, ଆଇନା ସାମ୍ନାରେ ଛିଡା କେବେ ବି ହବୁନି। ତୋ ରଙ୍ଗ କଳା, ତୋ ରଙ୍ଗ ତ ଛାଡିବ ନାହିଁ। ସୁନିତା କିଛି ନ କହି ସିଧା ଝାଡୁ ଧରିଲେ ଏବଂ ଝାଡୁ କରିବାରେ ଲାଗିଲେ। ସୂର୍ଯ୍ୟ ଉପରକୁ ଉଠିଲା, ଖରା ବଢିଲା। ତାଙ୍କ କଳା ମୁହଁରେ ଝାଳ ଭିଜିଗଲା, କିନ୍ତୁ କେହି ଟୋପାଏ ପାଣି ବି ପାଇଁ ପଚାରିଲେ ନାହିଁ। କିଏ ଟିକେ ପାଣି ମଧ୍ୟ ଦେଲେନି, କିମ୍ବା ଖାଇବା ତ ଦୂରର କଥା। ସରୋଜ ସାମ୍ନା ଦେଇ ଗଲେ, କିନ୍ତୁ ମୁହଁ ବୁଲାଇ ଦେଲେ। ଉପର ବେଳା ଯାଏ ତାଙ୍କୁ ରୋଷେଇ କରାଗଲା, ଲୁଗା ସଫା କରାଗଲା। ଯେତେବେଳେ ଗୋଟିଏ ରୁଟି ସାମାନ୍ୟ ପୋଡିଗଲା, ସୁଲୋଚନା ଦେବୀ ତାଙ୍କୁ ସମସ୍ତଙ୍କ ସ୍ଥାନରେ ତଳକୁ ଫିଙ୍ଗି ଦେଇ କହିଲେ, କାଳି ଅଲକ୍ଷଣୀ, ତୁ ଆମ ଘରକୁ ଭୋକରେ ମାରିବୁ କି? ସେହି ସମୟରେ ପଡୋଶୀ ମହିଳା ମାନେ ଆସିଗଲେ। ସମସ୍ତଙ୍କ ନଜର ସୁନିତାଙ୍କ ଉପରେ। ଏଇଟା ସରୋଜଙ୍କ ସ୍ତ୍ରୀ? ଆରେ ଇଏ ତ ପୁରା କଳା। ସେଥିପାଇଁ ହୁଏତ ଦେବଶ୍ରୀ ପଳେଇଲା। ଆଉ ପ୍ରତିଟି ଶବ୍ଦ ସୁନିତାଙ୍କ ହୃଦୟରେ ତୀର ପରି ବିନ୍ଧି ହେଉଥିଲା, କିନ୍ତୁ ସେ ଚୁପ୍ ରହିଥିଲେ, କାରଣ ଚୁପ୍ ରହିବା ହିଁ ତାଙ୍କ ସମ୍ମାନର ଶେଷ କାନ୍ଥ ଥିଲା। ସଞ୍ଜ ହେବା ବେଳକୁ ସୁଲୋଚନା ଦେବୀ ହୁକୁମ ଦେଲେ, ଗୋରୁଙ୍କୁ ଦାନା ଦେ, ଆଉ ମନେ ରଖିବୁ ଆମ କୂଅରୁ ପାଣି ପିଇବୁନି, ଅଶୁଭ ବ୍ୟାପିବ। ଅନ୍ଧାର ହେଲା। ସରୋଜ ସାଙ୍ଗମାନଙ୍କ ସହିତ ହସ ଖୁସି କରୁଥିଲେ, ଆଉ ସୁନିତା ଗୋଟିଏ କୋଣରେ ଛିଡା ହୋଇଥିଲେ। ରାତିରେ ଶୋଇବା ପାଇଁ ତାଙ୍କୁ ରୋଷେଇ ଘର ଚଟାଣରେ ଏକ ପୁରୁଣା ଚଦର ଦିଆଗଲା। ସେ ଭଗବାନଙ୍କୁ ଧନ୍ୟବାଦ ଦେଲେ, କାରଣ ସେ ଜାଣିଥିଲେ ଯେ ଏହାଠାରୁ ବି ଅତି ଖରାପ ଅବସ୍ଥା ହୋଇପାରିଥାନ୍ତା। ସେଦିନ ରାତିରେ ସମସ୍ତେ ଖାଇ ପିଇକି ଖୁସିରେ ଶୋଇଲେ, ଆଉ ସୁନିତାକୁ ଦେଲେ ଗୋଟିଏ ଶୁଖିଲା ରୁଟିଟିଏ। ସୁନିତା ପ୍ରଥମ ଥର ପାଇଁ କି ଭଗବାନଙ୍କ ପାଖରେ ମୁଣ୍ଡ ନୁଆଇଲା। ଆଖିରେ ଲୁହର ମାଟିରେ ପଡୁଥିଲା। ସେ କୋହଭରା କଣ୍ଠରେ କହିଲା, ହେ ପ୍ରଭୁ ଜଗତରନାଥ, ଜଗନ୍ନାଥ, ମୁଁ କଳା ସତ, କିନ୍ତୁ ମୋ ମନ ତ ନିର୍ମଳ। ଯଦି ଏହା ମୋ ପାଇଁ ପରୀକ୍ଷା, ତେବେ ମତେ ସହିବାକୁ ଶକ୍ତି ଦିଅ। ସେହି ମୁହୂର୍ତ୍ତରେ ବାହାରେ ଏକ ଶୀତଳ ପବନ ବୋହିଲା। ଅଗଣାରେ ଥିବା ନିମ ଗଛରେ ପତ୍ର ଶବ୍ଦ ଗୁଡିକ ଶବ୍ଦ ହେଲା, ସତ ଯେମିତି କିଏ ତାଙ୍କ ପ୍ରାର୍ଥନା ଶୁଣିନେଲା। ପରଦିନ ଗାଁରେ ପ୍ରଚାର ହୋଇଗଲା ଯେ ସରୋଜକୁ ଜଣେ କଳା ସ୍ତ୍ରୀ ମିଳିଛି। ଜଣେ କଳା ଅସୁନ୍ଦରୀ ଝିଅକୁ ସରୋଜ ବାହା ହୋଇଛି। ସରୋଜର ଏତେ ଗର୍ବ ସବୁ ନଷ୍ଟ ହୋଇଗଲା। ପିଲାମାନେ ତାକୁ ଦେଖି ହସୁଥିଲେ, ମହିଳାମାନେ ପରିହାସ କରୁଥିଲେ, ଆରେ କାଳି, ଆରେ କାଳି ସରୋଜର ସ୍ତ୍ରୀ। କିନ୍ତୁ ସେହିଦିନ ଏକ ଅଜବ ଘଟଣା ଘଟିଲା। ଯେଉଁ କୂଅର ପାଣି ମାସ ମାସ ଧରି ପିତା ଲାଗୁଥିଲା, ସେଇଦିନ ପାଣି ମିଠା ହୋଇଗଲା। ଯେଉଁ ଗାଈ କ୍ଷୀର ଦେବା ବନ୍ଦ କରିଦେଇଥିଲା, ସେହିଦିନ ସନ୍ଧ୍ୟାରେ ପ୍ରଚୁର କ୍ଷୀର ଦେଲା।
ସୁଲୋଚନା ଦେବୀ ଏହାକୁ ଏକ ସଂଯୋଗ ବୋଲି କହୁଥିଲେ, କିନ୍ତୁ ରାତିରେ ଏକାକୀ ଥିବା ବେଳେ ତାଙ୍କ ମନରେ ଏକ ଅଜଣା ଭୟ ପଶିଗଲା। ସୁନିତା କିଛି କହିଲେ ନାହିଁ, କେବଳ କାମ କଲେ, ସହିଲେ। ପ୍ରତି ରାତିରେ ସେଇ ମାଟିରେ ମୁଣ୍ଡ ରଖି ପ୍ରାର୍ଥନା କରୁଥିଲେ। 3 ଦିନ ପରେ ଗାଁରେ ଚହଳ ପଡ଼ିଲା ଯେ ସରୋଜଙ୍କ ଚାଷ ଜମିରେ ହଠାତ୍ ଜଳୀୟ ଅଂଶ ଫେରି ଆସିଛି, ବା ଜଳ। ଯେଉଁଠି ମାସ ମାସ ଧରି ଫାଟ ପଡ଼ିଥିଲା ସେଠାରେ ପାଣି କେମିତି ଆସିଲା? ସେଠାରେ ଅଳ୍ପ ଅଳ୍ପ ସବୁଜିମା ଦେଖାଗଲାଣି। ସରୋଜ ନିଜେ ଯାଇ ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ସେହି ସମୟ ପରେ ସୁଲୋଚନା ଦେବୀକୁ ଭୀଷଣ ଜ୍ୱର ହୋଇଥିଲା, ଯେ କି ସରୋଜଙ୍କ ମା ଆଉ ସୁନିତାଙ୍କ ଶାଶୁ। ବହୁତ ଔଷଧ ଦିଆଗଲା, କିଛି କାମ କଲା ନାହିଁ। ସଞ୍ଜ ହେବା ବେଳକୁ ଅବସ୍ଥା ଆହୁରି ବିଗିଡ଼ି ଗଲା। ସେତିକି ବେଳେ ସୁନିତା ଚୁପଚାପ ଆଗକୁ ଆସିଲେ, ଅତି ଧୀର ସ୍ୱରରେ କହିଲେ, ମା, ଯଦି ଅନୁମତି ଦିଅନ୍ତି ମୁଁ ଟିକେ ପ୍ରାର୍ଥନା କରନ୍ତି। ସୁଲୋଚନା ଦେବୀ ଦେହ ଖରାପରେ ଘୃଣାରେ କହିଲେ, ଦୂର ହ, ଦୂର ହ ମୋ ପାଖରୁ। ତୋ ମୁହଁରୁ ମୁଁ ପ୍ରାର୍ଥନା ଶୁଣିବା ପାଇଁ ଚାହୁଁନି। କିନ୍ତୁ ଯନ୍ତ୍ରଣା ବଢିବାରୁ ସେ ଆଖି ବନ୍ଦ କରିଦେଲେ। ସୁନିତା ତାଙ୍କ ମୁଣ୍ଡରେ ହାତ ରଖି ହୃଦୟରୁ ଭଗବାନଙ୍କୁ ଡାକିଲେ। କିଛି ସମୟ ପରେ ଜ୍ୱର ଛାଡିଗଲା, ଆଉ ସୁସ୍ଥ ଅନୁଭବ କଲେ। ଘରେ ସବୁଆଡେ ଛାୟା ଖେଳିଗଲା। ସମସ୍ତେ ବୁଝିଗଲେ ଯେ ଏ କୌଣସି ସାଧାରଣ ଝିଅ ନୁହେଁ, ଏହା କୌଣସି ସାଧାରଣ କଥା ନୁହେଁ। ସରୋଜ ଦୂରରେ ଛିଡା ହେଇ ଏସବୁ ଦେଖୁଥିଲା। ଯୋଉ ଶାଶୁ, ଯୋଉ ସରୋଜଙ୍କ ମା ତାକୁ ଦିନ ରାତି ଖଟଉଥିଲେ, ଦିନ ରାତି ଖଣ୍ଡିଏ ରୁଟି ଦେଇ, ରାତିରେ ଖଣ୍ଡିଏ ରୁଟି ଦେଇ ତାକୁ ଖାଇବାକୁ ଦଉନଥିଲେ, ଆଜି ସେଇ ବୋହୂ ଜଣକ ନିଜ ଶାଶୁ ପାଇଁ ସବୁ କିଛି କରିଥିଲା। ମନରେ ପ୍ରଥମ ଥର ପାଇଁ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ସରୋଜର। ଗାଁରେ କଥା ବ୍ୟାପିଗଲା, ଯେଉଁ ଘରକୁ କାଳି ବୋହୂ ଆସିଛି ସେଠାରେ ଶୁଭ ଫଳ ମିଳୁଛି। ସରୋଜଙ୍କ କଥା ଏହା ବାଧିଲା। ସରୋଜକୁ ଏହି କଥା ବହୁତ ବାଧିଲା। ସେ ଭୟରେ କହୁଥିଲେ, ଲୋକେ ଦେଖି ହସିବେ। ପରଦିନ ସୁନିତାଙ୍କୁ ଡାକି କହିଲେ, ଏସବୁ ନାଟକ ବନ୍ଦ କର। ସରୋଜ କହିଲେ। ସୁନିତା ପ୍ରଥମ ଥର ପାଇଁ ତାଙ୍କ ଆଖିକୁ ଚାହିଁ କହିଲେ, ମୁଁ କିଛି କରୁନି, ଯାହା ହେଉଛି ସେଇ ଭଗବାନଙ୍କ ଇଚ୍ଛା। ସେଇ ସନ୍ଧ୍ୟାରେ ଗାଁରେ ଜଣେ ମହିଳା ତାଙ୍କ ପିଲାକୁ ନେଇ ଆସିଲେ ଏବଂ ସୁନିତାକୁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ। କହିଲେ, ମୋ ପିଲାଟି ଦେହ ବହୁତ ଖରାପ, ତମେ ଚାହିଁଲେ ମୋ ପିଲାକୁ ସୁସ୍ଥ କରିଦବ। ସୁନିତା ପିଲାଟିକୁ ସୁସ୍ଥ କରିଦେଲା। ଆଉ ସେଦିନ ରାତିରେ ସୁଲୋଚନା ଦେବୀ ଅନୁଭବ କଲେ ଯେ ବୋଧହୁଏ ଭୁଲ ରଙ୍ଗରେ ନୁହେଁ, ବରଂ ତାଙ୍କ ଆଖି ଦୃଷ୍ଟିରେ ଥିଲା। କିନ୍ତୁ ସରୋଜଙ୍କ ଅହଙ୍କାର ଏବେ ବି ଯାଇନଥିଲା। ସେ ସମସ୍ତ ଗାଁ ଲୋକଙ୍କୁ ଡାକି ପଞ୍ଚାୟତ ବସାଇଲା। ସେ କହିଲେ, ମୋ ଘରେ ଅଜବ କଥା ସବୁ ଘଟୁଛି। ଯଦି ଏହି ସ୍ତ୍ରୀ ପ୍ରକୃତରେ ଶୁଭ, ତେବେ ଆଜି ସମସ୍ତଙ୍କ ସାମ୍ନାରେ ପ୍ରମାଣିତ ହେଉ। ସେ ସମସ୍ତଙ୍କୁ ଏକ ପଡିଆ ଜମିକୁ ନେଇଗଲେ, ଯେଉଁଠି ବର୍ଷ ବର୍ଷ ଧରି ଫସଲ ହେଉନଥିଲା। ସରୋଜ କହିଲେ, ଯଦି ତୋ ପ୍ରାର୍ଥନାରେ ଶକ୍ତି ଅଛି, ତେବେ ଏବେ ହିଁ କିଛି ଚମତ୍କାର କରି ଦେଖା। ସୁନିତା କେବଳ କହିଲେ, ହେ ପ୍ରଭୁ, ଯଦି ମୋ ଦ୍ୱାରା କିଛି ଭଲ କାହାର ହେବାର ଅଛି, କିଏ କାହା ପେଟକୁ ଦାନା ଯିବାର ଅଛି, ତେବେ ତୁମେ ନିଜେ ହିଁ ବାଟ ଦେଖାଅ। ବାସ୍। କିଛି ସମୟ ପରେ ହଠାତ୍ ପବନ ବହିଲା, ବର୍ଷା ହେଲା, ଆଉ ହଠାତ୍ ଚାରିଆଡେ ଜମି ଓଦା ହୋଇଗଲା। ପ୍ରବଳ ବର୍ଷା ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ। ହଠାତ୍ ବର୍ଷା? ଏତେ ଦିନ ହେଲାଣି ବର୍ଷା ହଉନଥିଲା, ଏ କେମିତି ସମ୍ଭବ? ଘରକୁ ଫେରିବା ବେଳେ ସରୋଜଙ୍କ ମୁଣ୍ଡ ନଇଁ ଯାଇଥିଲା, କିନ୍ତୁ ଶେଷ ପର୍ଯ୍ୟନ୍ତ ଜିଦ୍ ଛାଡ଼ିଲେ ନାହିଁ। ସେ ରାତିରେ ସୁନିତାକୁ କହିଲେ, ଯଦି ତୁ ସତରେ ପବିତ୍ର, ତେବେ କାଲି ସକାଳୁ ଏହି ଘର ଛାଡ଼ି ଚାଲିଯା। ଯଦି ତୁ ଗଲା ପରେ ଶୁଭ ଫଳ ମିଳିବ, ତେବେ ମୁଁ ସବୁ ମାନି ନେବି। ସୁନିତା କିଛି ଅଭିଯୋଗ ନ କରି ସକାଳୁ ଘରୁ ବାହାରି ଗଲେ। କିନ୍ତୁ ସେ ଗଲା ପରେ ଘରେ ସୁଖ, ଶାନ୍ତି, ଉନ୍ନତି ବଜାୟ ରହିଲା। ସରୋଜ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ, ଆଉ ସେ ବୁଝିଗଲେ ଯେ ଭୁଲ ଚେହେରା ନଥିଲା, ତାଙ୍କ ନିଜ ଚିନ୍ତାଧାରା ଥିଲା। କାରଣ ସଞ୍ଜ ବେଳକୁ ସରୋଜ ଖାଲି ପାଦରେ ସୁନିତାକୁ ଖୋଜିବାକୁ ବାହାରିଲେ। ସେ ସମସ୍ତଙ୍କୁ ପଚାରିଲେ, ତୁମେ ସୁନିତାକୁ ଦେଖିଛ କି? କାରଣ ସୁନିତା ଜଣେ କଳା ଥିଲେ କଣ ହେଲା, ସେ ଯୋଉଠି ରୁହନ୍ତି ସେଇଠି ଶାନ୍ତି ରୁହେ, ଆଉ ସେ ଚାଲିଗଲେ ଅଶାନ୍ତି ସୃଷ୍ଟି ହୁଏ। ସତରେ ସୁନିତାକୁ ବହୁତ ଖୋଜିଲେ। ଶେଷରେ ଗାଁ ଠାରୁ ଦୂର ଏକ ନିଛାଟିଆ ସ୍ଥାନରେ ସୁନିତା ବସିବାର ଦେଖିଲେ। ସରୋଜ ତାଙ୍କ ପାଦ ତଳେ ପଡିଯାଇ କାନ୍ଦି କାନ୍ଦି କହିଲେ, ସୁନିତା, ସୁନିତା, ମୋତେ କ୍ଷମା କରିଦିଅ। ମୁଁ ତୁମକୁ ରଙ୍ଗରେ ମାପିଲି, ତୁମ ହୃଦୟରୁ ଦେଖିଲି ନାହିଁ।
ସେତିକି ବେଳେ ସୁଲୋଚନା ଦେବୀ ଗାଁ ଲୋକେ ସେଠାରେ ପହଞ୍ଚିଗଲେ। ସମସ୍ତଙ୍କ ଅନୁତାପ ଥିଲା। ସାଙ୍ଗେ ସାଙ୍ଗେ ସୁନିତା କହିଲା, ଏସବୁ କଣ? ତମେ ମୋ ସ୍ୱାମୀ, ତମେ କେମିତି ମୋ ଗୋଡ ଧରୁଛ? ନା ନା, ଏ ବହୁତ ପାପ। ସୁନିତା ଏକ ସର୍ତ୍ତରେ ଫେରିବାକୁ ରାଜି ହେଲେ। ସେଇ ଗାଁରେ ସମସ୍ତେ କହିଲେ ଆଉ କେବେ ବି ତାଙ୍କର ରଙ୍ଗ, ଜାତି କିମ୍ବା ଗରିବ ପାଇଁ ଅପମାନିତ କରାଯିବ ନାହିଁ। ସୁନିତା ଯେତେବେଳେ ଘରକୁ ଫେରିଲେ ସେଇଦିନ ଗାଁରେ ଶୁଖିଲା କୂଅରେ ପାଣି ଭରିଗଲା। କିଛି ମାସ ପରେ ପରେ ପ୍ରବଳ ବର୍ଷା ହେଲା। ସୁନିତା ଆଇନା ସାମ୍ନାରେ ଛିଡା ହୋଇଗଲେ। ତାଙ୍କ ଚେହେରା ଏବେ ବି କଳା ଥିଲା। ତାଙ୍କ ଆଖିରେ ଏମିତି ଏକ ଆଭା ଥିଲା ଯେ ଦେଖିବା ଲୋକର ମୁଣ୍ଡ ସମ୍ମାନରେ ନଇଁ ପଡୁଥିଲା। ପଡୋଶୀ ମାନେ କହିଲେ, ଦେଖ ଭଗବାନ ତାଙ୍କୁ କେତେ ସୁନ୍ଦର କରିଛନ୍ତି, କିନ୍ତୁ ପ୍ରକୃତରେ ସେ ପୂର୍ବରୁ ବି ସୁନ୍ଦର ଥିଲେ। କେବଳ ଲୋକଙ୍କର ଆଖି ଅନ୍ଧ ଥିଲା। ଆଉ ସତକୁ ସତ ସୁନିତାଙ୍କୁ ସମସ୍ତେ ବହୁତ ଭଲ ପାଇଲେ। କାହିଁକି ନା ରଙ୍ଗ କେବଳ କଳାରେ ନଥାଏ, ରଙ୍ଗ ଥାଏ କେବଳ ହୃଦୟରେ। ଯଦି ନିଜ କ୍ୟାରେକ୍ଟର, ନିଜର ବିହେଭିୟର ଯଦି ଭଲ ଥିବ, ତେବେ ଲୋକଟି ଭଲ। ଆଉ ସୁନ୍ଦର ଥିଲେ କଣ ହବ? ନିଜର ରୂପ ଯୌବନରେ ମଜି ଯାଇଥିବ, କ୍ୟାରେକ୍ଟର ନଥିବ, ବିହେଭିୟର ନଥିବ, କଥାବାର୍ତ୍ତା ନଥିବ ଭଲ, ସିଏ କିଛି ଲାଭ ନାହିଁ। ଏଇ କାହାଣୀଟି ଏକ ଉଦାହରଣ ହୋଇ ରହିଗଲା। କାରଣ ଭଗବାନ ଚେହେରା ଦେଖନ୍ତି ନାହିଁ, ସେ କେବଳ ମଣିଷର ହୃଦୟ ଦେଖନ୍ତି। ଯାହା ମନ ସ୍ୱଚ୍ଛ ତା ପାଇଁ ପ୍ରକୃତି ନିଜେ ହିଁ ସାକ୍ଷୀ ହୋଇ ଛିଡା ହୁଏ। ତେବେ ବାହାର ସୌନ୍ଦର୍ଯ୍ୟ କିଛି ଦିନ ପାଇଁ ଥାଏ, କିନ୍ତୁ ଗୋଟିଏ ସ୍ୱଚ୍ଛ ହୃଦୟର ସୌନ୍ଦର୍ଯ୍ୟ ଚିରକାଳ ହୋଇ ରହିଥାଏ। ଅହଙ୍କାର ମଣିଷକୁ ଅନ୍ଧ କରିଦିଏ, କିନ୍ତୁ ସମର୍ପଣ ଓ ଭକ୍ତି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଯାହା ସୁନିତାକୁ ଏବେ ସମସ୍ତେ ଭଲ ପାଉଛନ୍ତି। ଗାଁର ସେ ଏକମାତ୍ର ଅଲି ଅଳି ବୋହୂ ବୋଲି କହିଲେ ନ ହୁଏ। ଯାହା ବି ହୁଏ ସମସ୍ତେ ସୁନିତାକୁ ପଚାରନ୍ତି, କାହିଁକି ନା ସୁନିତା ବହୁତ ଚାଲାକ ଥିଲେ। ଭଗବାନଙ୍କର ସେ ଜଣେ ଭକ୍ତ ଥିଲେ। ତେବେ ଇଏ ଥିଲା ଗୋଟିଏ ଛୋଟିଆ ଷ୍ଟୋରିଟିଏ। ଯଦି ଆପଣଙ୍କୁ ଭଲ ଲାଗିଲା ନିଶ୍ଚୟ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।